ଦେଖନ୍ତୁ ମହିଳାଙ୍କ ପାଇଁ ଖୁସି ଖବର ମାର୍ଚ୍ଚରେ ଏକାଥରକେ ଆସିବ 10,000 ଟଙ୍କା। ତେବେ କେଉଁମାନଙ୍କୁ ମିଳିବ ଦେଖନ୍ତୁ ମହିଳାଙ୍କ ପାଇଁ ବଡ଼ ଘୋଷଣା ଆସନ୍ତା ମାର୍ଚ୍ଚ ମାସରେ 5,000 ନୁହେଁ ଆକାଉଣ୍ଟକୁ ଆସିବ ଏକାଥରେ 10,000 ସୁଭଦ୍ରା ଟଙ୍କା। ଏବେ ଏଥିରେ ଉପକୃତ ହେବେ କୋଟି କୋଟି ମହିଳା। ହେଲେ ତା ପୂର୍ବରୁ ଆପଣଙ୍କ ଆକାଉଣ୍ଟରେ ଯଦି କିଛି ସମସ୍ୟା ରହିଛି ପ୍ରଥମେ ତାର ସମାଧାନ କରନ୍ତୁ ଆଉ ସୁଭଦ୍ରା ଯୋଜନାର ଲାଭ ଉଠାନ୍ତୁ। ଏକାଥରେ 10,000 ସୁଭଦ୍ରା ଟଙ୍କା ପାଆନ୍ତୁ। ତେବେ ଏଥର କେଉଁମାନେ ପାଇବେ ଜାଣିବା ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଏବେ ଦେଖନ୍ତୁ ଆକାଉଣ୍ଟରେ ତ୍ରୁଟି ଯଦି ଦେଖିବା ଏବେ ସୁଦ୍ଧା ପାଖାପାଖି 1 କୋଟି ମହିଳା ସୁଭଦ୍ରା ଟଙ୍କାରେ 5,000 ଲେଖାଏଁ ପାଇସାରିଛନ୍ତି। ଅର୍ଥାତ୍ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ଗତ 8 ତାରିଖ ଦିନ ପଠାଇ ସାରିଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ ଏବେ ବି ଅନେକ ମହିଳା ଏହି ସୁଭଦ୍ରା ଯୋଜନାରୁ ବଞ୍ଚିତ ଅଛନ୍ତି। ଯେହେତୁ ସେମାନେ ଆକାଉଣ୍ଟ କିମ୍ବା ଆଧାର କାର୍ଡରେ କିଛି ତ୍ରୁଟି ରହିଛି ତେଣୁ ସେମାନେ ଟଙ୍କା ପାଇପାରି ନାହାନ୍ତି। ତେଣୁ ମନରେ ଆଶଙ୍କା ଆସୁଛି କି ଆଉ ନୂଆ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ନାହିଁ। କିନ୍ତୁ ଏହା ବି ଜାଣନ୍ତୁ କାହାକୁ ମିଳିବ ଏହି ଟଙ୍କା। ତେବେ ଅନେକ ସମୟରେ ଦେଖିବାକୁ ମିଳୁଛି ଯେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନା ସମ୍ପର୍କରେ ବାରମ୍ବାର ଅପଡେଟ୍ ଦେଇଥାନ୍ତି। ଯଦି କେହି ଏହି ଯୋଜନାରୁ ବଞ୍ଚିତ ଅଛନ୍ତି ଏବଂ ସେମାନେ ସ୍କିମରେ ସାମିଲ ହେବା ପାଇଁ ଯୋଗ୍ୟ ସେମାନଙ୍କ ଆକାଉଣ୍ଟ କିମ୍ବା ଆଧାର କାର୍ଡରେ ତ୍ରୁଟି ସଂଶୋଧନ କରିବାକୁ କହୁଛନ୍ତି ହେଲେ ଚତୁର୍ଥ କିସ୍ତି ସରିଯାଇଥିଲେ ବି ଯୋଗ୍ୟ ହିତାଧିକାରୀ ଟଙ୍କା ପାଇନାହାନ୍ତି। ତେଣୁ ସେମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି କି ସେମାନେ ଆଉ ଟଙ୍କା ପାଇପାରିବେ କି ନାହିଁ। ହେଲେ ଆମେ ଏଠି କହି ରଖିବା ପାଇଁ ଚାହିଁବୁ ଯେ ଯଦି ଆପଣ ଯୋଗ୍ୟ ଆଉ ଟଙ୍କା ପାଇନାହାନ୍ତି ତାହେଲେ ଆପଣଙ୍କୁ ଟଙ୍କା ମିଳିଯିବ। ତା ପୂର୍ବରୁ ଦେଖନ୍ତୁ ଆପଣଙ୍କର ଭୁଲ ସଂଶୋଧନ କରନ୍ତୁ ଆଉ ଆସନ୍ତା ମାର୍ଚ୍ଚ 8 ତାରିଖରେ ଦିଆଯିବାକୁ ଥିବା ଦ୍ୱିତୀୟ କିସ୍ତିର ଲାଭ ମଧ୍ୟ ଉଠାନ୍ତୁ। କାରଣ ଆପଣ ଯଦି ପ୍ରଥମ କିସ୍ତି ପାଇନାହାନ୍ତି ତାହେଲେ ଦ୍ୱିତୀୟ କିସ୍ତିରେ ଏକାଥରକେ 10,000 ଟଙ୍କା ଯାହାକି ପାଇବେ। ଆଉ ଯେଉଁମାନେ ପ୍ରଥମ କିସ୍ତି ପାଇଛନ୍ତି ସେମାନଙ୍କୁ ଆଉ 5,000 ଟଙ୍କା ମଧ୍ୟ ମିଳିଯିବ। ଯାହାକି ଆପଣ ଯଦି ଏହାର ୱେବସାଇଟ ବଗେରା ଭିଜିଟ୍ କରିବା ପାଇଁ ଚାହୁଁଥିବେ ତେବେ ଯାହାର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇ ଦେଇଛୁ ଆପଣମାନେ ଯାଇ ମଧ୍ୟ ଚେକ୍ କରିଦେଇ ପାରିବେ। ଖୁବ୍ ଶୀଘ୍ର ମଧ୍ୟ ଆପଣମାନଙ୍କୁ ମିଳିବାକୁ ଯାଉଛି 10,000 ଟଙ୍କା ସୁଭଦ୍ରା ସ୍କିମ୍ ଅଧୀନରେ ଯୋଉଟାକି ମାର୍ଚ୍ଚ 8 ତାରିଖରେ।